ଶ୍ରୀ ବାବା ଆମକୁ କ'ଣ ବରଦାନଟି ଦେଉଛନ୍ତି? ସମସ୍ତେ କର୍ମନ୍ଦିର ଆକର୍ଷଣଠାରୁ ଉର୍ଦ୍ଧ୍ୱରେ କମଳ ପୁଷ୍ପ ସମାନ ସ୍ଥିତିରେ ରହୁଥିବା ଦିବ୍ୟ ବୃତ୍ତି ଏବଂ ଦିବ୍ୟ ନେତ୍ରର ବରଦାନୀ ହୁଅ। ଜନ୍ମ ହେବା ମାତ୍ରକେ ପ୍ରତ୍ୟେକ ବ୍ରାହ୍ମଣ ସନ୍ତାନମାନଙ୍କୁ ବାପଦାଦାଙ୍କର ଦିବ୍ୟ ସମର୍ଥନ ବୁଦ୍ଧି ଏବଂ ଦିବ୍ୟ ନେତ୍ରର ବରଦାନ ମିଳିଯାଇଛି। ତେଣୁ ପିଲାମାନେ ନିଜର ଏହି ଜନ୍ମଦିନର ଉପହାରକୁ ସର୍ବଦା ଯଥାର୍ଥ ରୂପରେ ବ୍ୟବହାର କରିଥାନ୍ତି। ସେମାନେ ପଦ୍ମ ଫୁଲ ଭଳି ଶ୍ରେଷ୍ଠ ସ୍ଥିତିରୂପୀ ଶାସନ ଉପରେ ସ୍ଥିତ ହୋଇ ରହିଥାନ୍ତି। କୌଣସି ପ୍ରକାରର ଆକର୍ଷଣ ଯଥା ଦେହର ସମ୍ବନ୍ଧ ଦେହର ପଦାର୍ଥ ଏବଂ କୌଣସି ବି କର୍ମେନ୍ଦ୍ରିୟ ସେମାନଙ୍କୁ ଆକର୍ଷିତ କରିପାରିବ ନାହିଁ। ସେମାନେ ସର୍ବଦା ଆକର୍ଷଣଠାରୁ ଉର୍ଦ୍ଧ୍ୱରେ ସର୍ବଦା ହର୍ଷିତ ସ୍ଥିତିରେ ରହିଥାନ୍ତି। ସେମାନେ ନିଜକୁ କଳିଯୁଗୀ ପତିତ ବିକାରୀ ଆକର୍ଷଣଠାରୁ ଦୂରେଇ ଯାଇଥିବାରୁ ଅନୁଭବ କରିଥାନ୍ତି। ଓମ୍ ଶାନ୍ତି।